প্রিয় দর্শক নমস্কার, মু ডক্টর ভবতোষ মণ্ডল আজি এমেনোরিয়া বা ঋতুস্রাব অভাব সম্বন্ধে আলোচনা করি। জনে মহিলার প্রজনন বয়সরে মাসিক স্রাব বন্ধ রহিলে তাকে এমেনোরিয়া কুহযায়। এমেনোরিয়া বিভিন্ন প্রকার হইপারে, যেপরি জনে মহিলার কেবে হেলে মাসিক স্রাব হই নাই আউ সেথিপাই তাঙ্কଠାରେ শারীরিক বা মানসিক সমস্যা মধ্য সৃষ্টি হেউ নাই। এপরি হেবার কারণ হচ্ছে যে ওভারি বা ডিম্বাশୟରେ ডিম্ব সৃষ্টি হুয়ে সেই ডিম্বাশয় বিকাশ লাভ ন করি ছোট রহি যাইছে। এপরি অবস্থায় স্ত্রী মানଙ୍କର মাসিক স্রাব হুয়ে নাই এবং তাঙ্কଠାରେ কୌଣସି প্রকার শারীরিক বা মানসিক সমস্যা দেখা যায় নাই। ଏହି ସ୍ତ୍ରୀ ଲୋକର ମାସିକ ସ୍ରାବ ନହେଲେ ମଧ୍ୟ ତାଙ୍କ ଚିକିତ୍ସାର କିଛି ଆବଶ୍ୟକତା ନାହିଁ। ପୁଣି କିଛି ମହିଳାଙ୍କ ଠାରେ ଦେଖାଯାଏ ଯେ ମାସିକ ସ୍ରାବ ଠିକ ଭାବରେ ହୋଇଛି, ମାତ୍ର କେତେ ଥର ହେବା ପରେ ତାହା ବନ୍ଦ ହୋଇଯାଇଛି। ଆଉ କିଛି ମହିଳାଙ୍କ ଠାରେ ଦେଖାଯାଏ ଯେ ଋତୁସ୍ରାବ କେତେବେଳେ ହେଉଛି ପୁଣି କେତେବେଳେ ହେଉନାହିଁ। 2-4 ମାସ ଠିକ ଭାବରେ ହେଉଛି, ପୁଣି 3-4 ମାସ ପୁରା ବନ୍ଦ ହୋଇଯାଉଛି। ଏପରି ଅବସ୍ଥାରେ ଋତୁସ୍ରାବର ଅଭାବ ହେତୁ ରୋଗିଣୀ ଠାରେ ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି ହେବାର ଦେଖାଯାଏ। ଏପରି ରୋଗୀମାନଙ୍କର ଚିକିତ୍ସା ଏକାନ୍ତ ଦରକାର। ଯେଉଁଠାରେ ଦେଖାଯାଏ ଯେ ଋତୁସ୍ରାବ ବନ୍ଦ ରହିବା ଯୋଗୁଁ ସ୍ତ୍ରୀ ଲୋକ ଶରୀରରେ ସମସ୍ୟା ସୃଷ୍ଟି ହେଉଛି, ସେଠାରେ ଜାଣିବାକୁ ହେବ ଯେ ସେ ପ୍ରକୃତରେ ରୋଗୀ। ତାଙ୍କର ମାସିକ ସ୍ରାବ ହେବା ଏକାନ୍ତ ଦରକାର। ପୁଣି କିଛି ସ୍ତ୍ରୀ ଲୋକ ଅଛନ୍ତି ଯେଉଁମାନଙ୍କର ମାସିକ ସ୍ରାବ ହୋଇଛି, ମାତ୍ର 2-4 ଥର ହେବା ପରେ ହଠାତ୍ ବନ୍ଦ ହୋଇଯାଇଛି। ମାସିକ ସ୍ରାବ ସମୟରେ ପ୍ରବଳ ଥଣ୍ଡା ଲାଗିବା, ଥଣ୍ଡା ପାଣିରେ ଭିଜିବା ବା କୌଣସି ଗୁରୁତର ଶୋକ ହେତୁ ଋତୁସ୍ରାବ ହଠାତ୍ ବନ୍ଦ ହୋଇଯାଇପାରେ। ମାତ୍ର ଯେଉଁମାନଙ୍କର ଧୀରେ ଧୀରେ ବନ୍ଦ ହୋଇଯାଏ, ସେମାନେ ହୁଏତ ଶାରୀରିକ ଶ୍ରମ ନ କରି ମାନସିକ ଶ୍ରମ କରୁଛନ୍ତି, ପୁଷ୍ଟିକର ଖାଦ୍ୟ ଖାଉନାହାନ୍ତି ବା ଅଧିକ ଧଳା ସ୍ରାବ ହେତୁ ମାସିକ ସ୍ରାବ ବନ୍ଦ ହୋଇଯାଇଛି। ଏଠାରେ ମନେ ରଖିବାକୁ ହେବ ଯେ କେବଳ ଋତୁସ୍ରାବର ଅଭାବ ହିଁ ଚିକିତ୍ସାର କ୍ଷେତ୍ର ନୁହେଁ, ବରଂ ଯେଉଁଠାରେ ଋତୁସ୍ରାବର ଅଭାବ ହେତୁ ରୋଗିଣୀର ପୀଡ଼ା ଓ ମାନସିକ କଷ୍ଟ ଅନୁଭୂତ ହୁଏ, ସେହି ସ୍ଥାନରେ ଚିକିତ୍ସାର ପ୍ରୟୋଜନ। ପ୍ରିୟ ଦର୍ଶକ, ରୋଗିଣୀର ମାନସିକ ବିଶୃଙ୍ଖଳା ଯେପରି ହେଉନା କାହିଁକି ବା କାରଣ ଯାହା ଥାଉନା କାହିଁକି, ପ୍ରତ୍ୟେକ ରୋଗିଣୀର ସମଲକ୍ଷଣ ମତେ ଚିକିତ୍ସା କରିବା ଉଚିତ। ଯେଉଁମାନେ ଏପରି ସମସ୍ୟା ଭୋଗୁଛନ୍ତି ସେମାନଙ୍କ ପାଇଁ କିଛି ଔଷଧର ଲକ୍ଷଣ ବର୍ଣ୍ଣନା କରିବି। ସମାନ ଲକ୍ଷଣ ମନେ ହେଲେ ନିୟମ ଅନୁସାରେ ସେବନ କଲେ ମାସିକ ସମସ୍ୟାର ସମାଧାନ ହେବା ସହିତ ଶରୀରର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହେବ। ଆଜିର ପ୍ରଥମ ଔଷଧ ହେଉଛି ଏକୋନାଇଟାମ୍ ନାପିଲାସ୍। ମାସିକ ସ୍ରାବ ସମୟରେ ଅଧିକ ଥଣ୍ଡା ପବନ ଲାଗିବା ବା ଅଧିକ ସମୟ ଧରି ପାଣିରେ ଭିଜିବା ବା କୌଣସି କାରଣରୁ ଡରି ଯାଇ ହଠାତ୍ ମାସିକ ସ୍ରାବ ବନ୍ଦ ହୋଇଗଲେ ଏକୋନାଇଟ୍ ଉପକାରୀ। ଏକୋନାଇଟ୍ ରୋଗୀ ଅଳ୍ପରେ ଡରିଯାଏ, ଚମକି ପଡ଼େ, ରୋଗିଣୀ ବେଶ ହୃଷ୍ଟପୁଷ୍ଟ, ମାତ୍ର ନିଦରୁ ଉଠିବା ବେଳେ ମୁଣ୍ଡ ବୁଲାଏ। ଏପରି ଲକ୍ଷଣ ଥିଲେ ଏକୋନାଇଟ୍ 30 2 ଠୋପା ଲେଖାଏ ଔଷଧ ଦିନକୁ 3 ଥର ଖାଦ୍ୟ ଖାଇବା ଅଧଘଣ୍ଟା ପୂର୍ବେ ସେବନ କରିବାକୁ ଦିଅନ୍ତୁ। ଦ୍ୱିତୀୟ ଔଷଧ ଆଲୁମିନା। ଆଲୁମିନା ରୋଗିଣୀର ପ୍ରଚୁର ମାତ୍ରାରେ ଧଳା ସ୍ରାବ ହୁଏ, ତାହା ରୋଗିଣୀର ପାଦ ପର୍ଯ୍ୟନ୍ତ ବୋହି ଆସେ। ଧଳା ସ୍ରାବ କେବଳ ଦିନ ବେଳେ ହୁଏ। ରୋଗିଣୀ ଭୀଷଣ ଦୁର୍ବଳ, ରାତିରେ ନିଦ ଭଲ ହୁଏ ନାହିଁ, ଭୀଷଣ କୋଷ୍ଠବଦ୍ଧ, ଝାଡ଼ା ନରମ ହେଉ ବା ଟାଣ ହେଉ ତାହା ସହଜରେ ନିର୍ଗତ ହୁଏ ନାହିଁ। ରୋଗିଣୀ ଛାତି ଧଡ଼ଧଡ଼ କରେ, ମାସିକ ସ୍ରାବ ବନ୍ଦ ହୋଇଯାଏ। ଏପରି ଲକ୍ଷଣ ଥିବା ରୋଗିଣୀକୁ ଆଲୁମିନା 200 2 ଠୋପା ଲେଖାଏ ଔଷଧ
ଦିନକୁ 2-3 ଥର ସେବନ କଲେ ଧଳା ସ୍ରାବ ବନ୍ଦ ହୋଇଯାଏ, ମାସିକ ସ୍ରାବ ଦେଖାଦେବ, କୋଷ୍ଠବଦ୍ଧ ଓ ଦୁର୍ବଳତା ସବୁ ଠିକ ହୋଇଯିବ। ତୃତୀୟ ଔଷଧ କ୍ୟାଲକିରିଆକାର। ଏହି କ୍ୟାଲକିରିଆକାର ରୋଗିଣୀ ଦେଖିବାକୁ ବେଶ ମୋଟା, ଅତି ସହଜରେ ତାଙ୍କ ଶରୀରରେ ଝାଳ ବାହାରେ, ପାଦ ସର୍ବଦା ଥଣ୍ଡା, ସିଡ଼ି ଚଢ଼ିବା ବେଳକୁ ଥକିଯାଆନ୍ତି, ଅଳସ ପ୍ରକୃତିର, ଅଳ୍ପ କାମରେ ଥକିଯାଆନ୍ତି। ରୋଗିଣୀ ଖୋଲା ପବନ ଭଲ ପାଏ, ମାତ୍ର ସେଥିରେ ତାଙ୍କୁ ଶୀଘ୍ର ଶୀଘ୍ର ଥଣ୍ଡା ଧରେ। କ୍ୟାଲକିରିଆକାର ରୋଗିଣୀ କ୍ଷୀର ପିଇବାକୁ ପସନ୍ଦ କରେ ନାହିଁ, ମାତ୍ର ଅଣ୍ଡା ତାଙ୍କର ପ୍ରିୟ ଖାଦ୍ୟ। ଏପରି ଲକ୍ଷଣ ଥିବା ରୋଗିଣୀଙ୍କୁ କ୍ୟାଲକିରିଆକାର 200 ଦିନକୁ 2 ଥର ଖୋଲା ପେଟରେ ସେବନ କରିବାକୁ ଦେଲେ ମାସିକ ସ୍ରାବ ପୁଣି ଫେରି ଆସିବ ଏବଂ ଶରୀରର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ। ଚତୁର୍ଥ ଔଷଧ କକୁଲାସ। ଯଦି ମାସିକ ସ୍ରାବ ବନ୍ଦ ହେବା ଯୋଗୁଁ ମସ୍ତିଷ୍କ ବିକୃତି ହୁଏ, ରୋଗିଣୀ କେତେବେଳେ ହସେ ତ କେତେବେଳେ କାନ୍ଦେ, କେତେବେଳେ ଗୀତ ଗାଏ ତ କେତେବେଳେ ନାଚେ, ବେଳେବେଳେ ଧଳା ସ୍ରାବ ହେବା ସହିତ ଭୀଷଣ ଦୁର୍ବଳ, ସେ ଗାଡ଼ିରେ ଚଢ଼ିଲେ ମୁଣ୍ଡ ବୁଲାଏ ଓ ବାନ୍ତି ହୁଏ। ଏପରି ସମସ୍ୟା ଥିବା ରୋଗିଣୀଙ୍କୁ କକୁଲାସ 30 ବା 200 2 ଠୋପା ଲେଖାଏଁ ଔଷଧ ଦିନକୁ 3 ଥର ସେବନ କରିବାକୁ ଦିଅନ୍ତୁ। ପଞ୍ଚମ ଔଷଧ ଖନିୟାମ୍ ମ୍ୟାକୁଲେଟମ୍। ଏହି ଔଷଧର ବିଶେଷ ଲକ୍ଷଣ ହେଉଛି ପ୍ରତ୍ୟେକ ମାସିକ ସ୍ରାବ ସମୟରେ ସ୍ତନ ଯୁଗଳ ଫୁଲି ବଡ଼ ଓ ଟାଣ ହୋଇଯାଏ, ବଥା ହୁଏ, ସ୍ପର୍ଶ କରି ହୁଏ ନାହିଁ, ସ୍ରାବ ଅଳ୍ପ ହୁଏ ଏବଂ ବିଳମ୍ବରେ ହୁଏ, ଓଭାରି ବା ଡିମ୍ବାଶୟ ଫୁଲିଯାଏ, ବଥା ହୁଏ, ଯୌନ ଇଚ୍ଛା ରହେ ନାହିଁ। ଏପରି ଲକ୍ଷଣ ଥିବା ରୋଗୀଙ୍କୁ ଖନିୟାମ୍ ମ୍ୟାକୁଲେଟମ୍ 200 2 ଠୋପା ଲେଖାଏଁ ଔଷଧ ଦିନକୁ 2 ଥର ସେବନ କରିବାକୁ ଦିଅନ୍ତୁ। ଷଷ୍ଠ ଔଷଧ ହେଉଛି ଗ୍ରାଫାଇଟିସ୍। ଏହି ରୋଗୀର ମାସିକ ସ୍ରାବ ବହୁତ ବିଳମ୍ବରେ ହୁଏ, ଅତି ଅଳ୍ପ ହୁଏ, ଫିକା ଲାଲ ମାଂସ ଧୁଆ ପାଣି ପରି ହୁଏ, ରୋଗିଣୀର ହାତ ପାଦ ଫୁଲିଯାଏ, ବିଭିନ୍ନ ସ୍ଥାନରେ କୁଣ୍ଡିଆ ବାହାରି ପଡ଼େ, ସେଥିରେ ଭୀଷଣ କୁଣ୍ଡେଇ ହୁଏ ଏବଂ ଅଠା ପରି ରସାଣୀ ବାହାରେ। ରୋଗିଣୀର ଝାଡ଼ା ଭୀଷଣ ଟାଣ ହୁଏ, ମଳଦ୍ୱାର ଫାଟିଯାଏ, ଜଳାପୋଡ଼ା ହୁଏ। ଏପରି ଲକ୍ଷଣ ଥିବା ରୋଗୀଙ୍କୁ ଗ୍ରାଫାଇଟିସ୍ 200 ଦିନକୁ 2 ଥର ସେବନ କରିବାକୁ ଦିଅନ୍ତୁ। ସପ୍ତମ ଔଷଧ ପଲସେଟିଲା। ପାଦ ପାଣିରେ ଓଦା ହେବା ଯୋଗୁଁ ମାସିକ ସ୍ରାବ ବନ୍ଦ, ମାସିକ ବିଳମ୍ବରେ ହୁଏ, ଅଳ୍ପ ମୋଟା ଗାଢ଼ ରଙ୍ଗ ବିଶିଷ୍ଟ ଖଣ୍ଡ ଖଣ୍ଡ ହୋଇ ନିର୍ଗତ ହୁଏ। ରୋଗିଣୀ କ୍ରନ୍ଦନଶୀଳ, ନମ୍ର, ଅଭିମାନୀ। ଡାକ୍ତର ନିକଟରେ ରୋଗ କଥା କହୁ କହୁ ସେ କାନ୍ଦି ପକାଏ। ରୋଗିଣୀ ଶୀତ ଶୀତ ଅନୁଭବ କରେ, ତଥାପି ସେ ଖୋଲା ପବନ ପସନ୍ଦ କରେ। ତାଙ୍କ ସମସ୍ତ ଲକ୍ଷଣ ପରିବର୍ତ୍ତନଶୀଳ। ତାଙ୍କ ପାଟି ଶୁଖିଲା ଥାଇ ମଧ୍ୟ ପାଣି ପିଇବାକୁ ସେ ଇଚ୍ଛା ପ୍ରକାଶ କରେ ନାହିଁ। ଆହୁରି ଅନେକ ଔଷଧ ରହିଯାଇଛି, ପରବର୍ତ୍ତୀ ଭିଡ଼ିଓରେ ତାହା ଆଲୋଚନା କରିବି। ପ୍ରିୟ ଦର୍ଶକ, ଆମର ଏହି ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ତାହା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ସେୟାର କରି ଲୋକମାନଙ୍କୁ ସୁସ୍ଥ ହେବାର ସୁଯୋଗ ଦିଅନ୍ତୁ। ଆଉ ଯଦି ଆପଣ ଆମ ଚ୍ୟାନେଲର ନୂତନ ଦର୍ଶକ ତେବେ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।